ହାଏ ହ୍ୟାଲୋ ନମସ୍ତେ ଭଲରେ ଥାନ୍ତୁ ସମସ୍ତେ। ମୁଁ ୱେଲକମ୍ କରୁଛି ଅରବିନ୍ଦ ଗିରି ଆପଣ ସମସ୍ତଙ୍କୁ ଆମର ୟୁଟ୍ୟୁବ ଚ୍ୟାନେଲ ମାଗୁରା ଜନସେବା କେନ୍ଦ୍ରକୁ। ତ ଅବଭିୟସଲି ଥମ୍ବନେଲ ଆଉ ଆପଣଙ୍କର ଟାଇଟଲ ଦେଖିକି ଆପଣ ଭିଡ଼ିଓକୁ ଆସିଛନ୍ତି। ନିହାତି ଭାବରେ ଓପିଏସସି ର ଆସିଷ୍ଟାଣ୍ଟ ଇଣ୍ଡଷ୍ଟ୍ରିଜ ଅଫିସର ନୂଆ ଭ୍ୟାକେନ୍ସି ଆସିଛି। ତ ଯେହେତୁ ବହୁତ ହି ଇମର୍ଜେନ୍ସି ଥିଲା ଭିଡ଼ିଓ ବନେଇବାର ତ ମୁଁ ଷ୍ଟୁଡ଼ିଓରେ ନାହିଁ, ତ ଘରୁ ଆଜି ବନଉଛି। ତ ଚାଲନ୍ତୁ ଡେରି ନ କରିକି ଭିଡ଼ିଓକୁ ଷ୍ଟାର୍ଟ କରିବା। ତ ପୋଷ୍ଟର ନାଁ ହେଉଛି ଆପଣ ଜାଣିଛନ୍ତି ଯେମିତିକି ଆସିଷ୍ଟାଣ୍ଟ ଇଣ୍ଡଷ୍ଟ୍ରିଜ ଅଫିସର। ଓପିଏସ୍ ତରଫରୁ ଆସିଛି ଓଡ଼ିଶା ପୋଲିସ ସର୍ଭିସ ଓଡ଼ିଶା ପବ୍ଲିକ ସର୍ଭିସ କମିଶନ, ଯିଏକି ଆମର ଓପିଏସସି ଆପଣ ଜାଣିଥିବେ। ପ୍ରିଭିୟସଲି ମୁଁ ଦୁଇଟା ପାର୍ଟ ବି ଆପଣଙ୍କର ବନେଇଥିଲି, ଦୁଇଟା ଆପଣ କହିପାରିବେ ଜବ୍ ବି ଥିଲା। ତ ସେଥିରେ ବି ଆପଣ ଓପିଏସସିର ବି ଆସିଥିଲା ଭ୍ୟାକେନ୍ସି। ତ ଏଥିରେ ବି ଭ୍ୟାକେନ୍ସି ଆସିଛି। ଇମ୍ପୋର୍ଟାଣ୍ଟ ଡେଟ୍ରେ ଷ୍ଟାର୍ଟିଂ ଡେଟ୍ ଆପ୍ଲାଏ ଅନଲାଇନ୍ 15/1/2025ରୁ ଅଲରେଡ଼ି ଆସି ସାରିଲାଣି। ବହୁତ ପିଲା ବି ଆପ୍ଲାଏ କରିସାରିଲେଣି। ତ ଆପଣମାନେ ନିହାତି ଭାବରେ ଆବେଦନ କରନ୍ତୁ। ତଳେ ଯେଉଁ ଦୁଇଟା ନମ୍ବର ଅଛି ସେଥିରେ କଲ୍ କରିକି ଆମକୁ କହିଲେ ଓବିୟସଲି ଆମେ ନିହାତି ଭାବରେ ଆପଣଙ୍କର ଆବେଦନ କରିଦେବୁ। ତ ଲାଷ୍ଟ ଡେଟ୍ ଅଫ୍ ଆପ୍ଲାଏ ଅନଲାଇନ୍ 15/2/2025 ତ ଲାଷ୍ଟ ଡେଟ୍ ଅଛି। ତ 15ରୁ 15 ତାମାନେ ଗୋଟେ ମନ୍ଥ ଅଲରେଡ଼ି 3 ଦିନ ଆମର ପାଷ୍ଟ ସରିଗଲାଣି। ତ ଆଜି 18 ତାରିଖ। ତ 15ରୁ 15 ଆପଣ ଫେବୃଆରୀ 15ରେ ଲାଷ୍ଟ ଡେଟ୍ ଅଛି। ତ ମନ୍ଥ ଅଫ୍ ଜୁନ୍ ମାସରେ ଏହାର ଏକ୍ଜାମ ହବ ଅନଲାଇନ୍ ଆଉ ରିଟର୍ନ ଏକ୍ଜାମ ହବ। ଅନଲାଇନ୍ ଫର୍ମ ପଡ଼ୁଛି ଯେଉଁଟାକି 15 ଫେବୃଆରୀରେ ସରିବ। ଆଉ ଆର ଆପଣଙ୍କର ଏକ୍ଜାମ ହବ ଜୁନ୍ ମାସରେ, ଜୁନ୍ 25ରେ। ତ ତାରି ଭିତରେ ଆପଣଙ୍କର ନୋଟିସ୍ ଆସିଯିବ। ଏଜ୍ ଲିମିଟ୍ ଦେଖିଦେବା, ଏଜ୍ ଲିମିଟ୍ ଅଛି 1/1/2024 ସୁଦ୍ଧା 21 ବର୍ଷ ମିନିମମ୍ ଏଜ୍ ଆଉ ମ୍ୟାକ୍ସିମମ୍ ଏଜ୍ 38 ବର୍ଷ। ତ ଯେମିତିକି ଆମେ ଜାଣିଥିଲେ ପ୍ରିଭିୟସ୍ ଭିଡ଼ିଓରେ ବି ଜାଣିଥିଲେ। ତ ଆଜି ହେଉଛି 18/1, ତାମାନେ 1 ଇୟର୍ ଗ୍ୟାପ୍ ଅଛି। ଯଦି ଆପଣ 24ରେ 21 ବର୍ଷ କ୍ରସ୍ କରିଥିବେ ତାହେଲେ ପକେଇ ପାରିବେ। ଯଦି 25ରେ ଆପଣ 21 ବର୍ଷ କ୍ରସ୍ କରିଛନ୍ତି ତାହେଲେ ପକେଇ ପାରିବେ ନାହିଁ। 1/1/2024 ସୁଦ୍ଧା ଆପଣଙ୍କୁ 21 ବର୍ଷ ହେଇଥିବା ଦରକାର। ତ ରିଲାକ୍ସେସନ ଜାଣିଛନ୍ତି 5 ଇୟର୍ସ ଯେମିତିକି ଆମର ରହୁଛି। ଏଥିରେ ବି ଦେଖିବା ନୋଟିସ୍କୁ ଗଲା ପରେ ଆମେ ଦେଖିବା ଫୁଲ୍ ରିଲାକ୍ସେସନ କ'ଣ ରହିଛି। ଇଏ ଓଭରଅଲ୍ ଆଇଡ଼ିଆ ଆପଣଙ୍କୁ ଦେଇଦେଉଛି। ତ କ୍ୱାଲିଫିକେସନ କ'ଣ ମାଗିଛି? କ୍ୟାଣ୍ଡିଡେଟ୍ ସୁଡ୍ ପ୍ରୋସେସ୍ ବିଟେକ୍ ରିଲେଭାଣ୍ଟ ଇଞ୍ଜିନିୟରିଂ। ତ ଆଗକୁ ଦେଖିବା କ'ଣ ଆକ୍ଚୁଆଲି ବିଟେକ୍ରେ କେଉଁ ଇଞ୍ଜିନିୟରିଂ ଆପଣ କରିଥିଲେ ନିହାତି ଭାବରେ ଏ ଜବ୍ ପାଇପାରିବେ। ଇଏ ଆମର ନୋଟିସ୍ ଅଛି ଓଡ଼ିଶା ପବ୍ଲିକ ସର୍ଭିସ କମିଶନ ଓପିଏସସି। ତ ତ ଆପଣ ଦେଖିଦିଅନ୍ତୁ, ଏଇ ଯେଉଁ ଡେଟ୍ ଥିଲା ମୁଁ ଡେଟ୍ ଅଲରେଡ଼ି ଆପଣମାନଙ୍କୁ କହିଦେଲି। ଭ୍ୟାକେନ୍ସି ପୋଜିସନ୍ ଯେଉଁଠିକି ଆମେ ପୁରା ଜାଣିପାରିବା ଏଥିରେ ଅନରିଜର୍ଭ 52ଟି ପୋଷ୍ଟ ଅଛି 17ଟି ଓମେନ୍ ମାନଙ୍କ ପାଇଁ। ଏସିବିସି ଆପଣ ଦେଖିପାରୁଥିବେ ଏସିବିସି 18ଟି ପୋଷ୍ଟ ଅଛି ଆଉ ଓମେନ୍ଙ୍କ ମାନଙ୍କ ପାଇଁ 6ଟି ପୋଷ୍ଟ। ସିଡ୍ୟୁଲ୍ କାଷ୍ଟ ମାନଙ୍କ ପାଇଁ 35ଟି ଟୋଟାଲ ପୋଷ୍ଟ 12ଟି ଓମେନ୍ ମାନଙ୍କ ପାଇଁ। ଆଉ ଏସଟି ପାଇଁ ସିଡ୍ୟୁଲ୍ ଟ୍ରାଇବ୍ ପାଇଁ 46ଟି ପୋଷ୍ଟ 15ଟି ଓମେନ୍ ମାନଙ୍କ ପାଇଁ। ତ 151ରୁ 50ଟି ଅଛି ଓମେନ୍ ମାନଙ୍କ ପାଇଁ। ତ ଓବିୟସଲି ଗର୍ଲସ ମାନେ ବି ପକେଇ ପାରିବେ। ତ ଇଏ କୋଉ ଅଣ୍ଡରରେ ଯାଉଛି ନା ଏମଏସ୍ ଆଉ ଏମଇ ଡିପାର୍ଟମେଣ୍ଟ ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ। ତ ଟୋଟାଲ ଭ୍ୟାକେନ୍ସି ଥିଲା। ତ ପରମାନେଣ୍ଟ ଡିଜାବିଲିଟି 40%ରୁ ମୋର ହେଇଥିବା ଦରକାର। ଡିଜାବିଲିଟି କ୍ଷେତ୍ରରେ ଯେଉଁମାନେ ଅଛନ୍ତି ସେ କ୍ଷେତ୍ରରେ 40% ଆପଣଙ୍କର ନିହାତି ଭାବରେ ସାର୍ଟିଫିକେଟ୍ ଥିବା ଦରକାର। ତ ଏଠି ସ୍ପୋର୍ଟସ ପର୍ସନ ପାଇଁ ଏଠି 3ଟି ପୋଷ୍ଟ 2ଟି ପୋଷ୍ଟ ଅଛି। ଏକ୍ସ ସର୍ଭିସ ମେନ୍ଙ୍କ ପାଇଁ 5ଟି। ପର୍ସନ ୱିଥ୍ ଡିଜାବିଲିଟି 06। ତ କାଟାଗୋରୀ 1 ବ୍ଲାଇଣ୍ଡନେସ୍ ଆଣ୍ଡ ଲୋ ଭିଜନ୍ ପାଇଁ 2ଟି। କାଟାଗୋରୀ 2 ଡିଫ୍ ଆଣ୍ଡ ହାର୍ଡ ଆଣ୍ଡ ହିୟରିଂ 2। ତ ଏସବୁ ଆପଣଙ୍କର ସବ୍ କାଟାଗୋରୀ, ସେଥିରେ ବି ଆପଣ ପକେଇ ପାରିବେ ଯଦି କାଟାଗୋରୀ ଚାହୁଁଛନ୍ତି। ତାପରେ ଆମେ ମେନ୍ ପଏଣ୍ଟ ଏଥିରେ ଡିସ୍କସନ୍ କରିଦେବା। ଓକେ, ହଁ ଏଥିରେ ମାଗିଛି ଡିଜାବିଲିଟି ସାର୍ଟିଫିକେଟ୍ ଆପଣଙ୍କର ପରମାନେଣ୍ଟ ଡିଜାବିଲିଟି ସାର୍ଟିଫିକେଟ୍ ଶୋ କରିବାକୁ ଦରକାର। ସାର୍ଟିଫିକେଟ୍ ଶୋଇଂ ଟେମ୍ପୋରାଲି ଡିଜାବିଲିଟି ୱିଲ୍ ନଟ୍ ଆକ୍ସେପ୍ଟେଡ୍, ଯେଉଁଟାକି ଟେମ୍ପୋରାଲି ଡିଜାବିଲିଟି ସାର୍ଟିଫିକେଟ୍ ଯଦି ଥିବ ତାକୁ ଆକ୍ସେପ୍ଟ କରାଯିବ ନାହିଁ। ସ୍ପୋର୍ଟସ ପର୍ସନଙ୍କର ନିହାତି ଭାବରେ କୋଟା ୱିଲ୍ ବି ସବମିଟେଡ୍। ସ୍ପୋର୍ଟସ ଆଇଡେଣ୍ଟି କାର୍ଡ ଯେମିତିକି ହେଲା ସାର୍ଟିଫିକେଟ୍ ଇସ୍ୟୁ ହେଲା ଡାଇରେକ୍ଟର ଅଫ୍ ସ୍ପୋର୍ଟସ ତାଙ୍କ ତରଫରୁ। ସେଇ କ୍ଷେତ୍ରରେ ଏକ୍ସ ସର୍ଭିସ ମ୍ୟାନଙ୍କ ପାଇଁ ଯେମିତିକି ଆପଣ ଦେଖିପାରୁଥିବେ, ତ ସେ କ୍ଷେତ୍ରରେ ବି ଆପଣଙ୍କର ଏକ୍ସ ସର୍ଭିସ ମାନଙ୍କର ବି ଆପଣଙ୍କର ନିହାତି ଭାବରେ ଆଇଦର ଆପଣଙ୍କ ଦରକାର ଏମ୍ପ୍ଲୟମେଣ୍ଟର ରେଜିଷ୍ଟ୍ରେସନର କିଛି ପ୍ରୁଫ୍ ଦରକାର ସେ କ୍ଷେତ୍ରରେ।
ହଁ ଆମେ କଥା ହଉଥିଲେ ଏସିବିସି ସାର୍ଟିଫିକେଟ ହୁଇଚ୍ ବି ଇସ୍ୟୁ ମୋର୍ ଦ୍ୟାନ୍ 3 years ପିରିୟଡ଼ ଟୁ ସବମିଟ୍ ଦ ଯେମିତିକି ଆପଣଙ୍କର କାଷ୍ଟ ସାର୍ଟିଫିକେଟ ମିନିମମ୍ ଯୋଉ 3 ବର୍ଷ ଭିତରେ ହେଇଥିବା ଦରକାର। ଯଦି ଉପରକୁ ହେଇଥିବ ନିହାତି ଭାବରେ ଆପଣ ରିଜେକ୍ଟ ହବ। ଆଉ ଆପ୍ଲାଏ କଲା ପରେ ଆପଣ ନିହାତି ଭାବରେ ରଖିଥିବେ। ଓକେ, ଆଉ ଦେଖିଦବା ଏଜ୍ ତ ଅଲରେଡି କହିଦେଇଛି। ଆପଣ ଏଇଠି ଦେଖିଦିଅନ୍ତୁ, ଆପଣଙ୍କର ଏଜ୍ ଯଦି 2 ଜାନୁଆରୀ 1986 ମସିହାରୁ ଯଦି 1 ଜାନୁଆରୀ 2003 ଭିତରେ ଅଛି ତାହେଲେ କନସିଡର କରାଯିବ, ନହେଲେ ଆପଣଙ୍କୁ କରାଯିବ ନାହିଁ। 2003 ଭିତରେ ଯଦି ଅଛି ତାହା ମାନେ ଆପଣଙ୍କୁ 21 ବର୍ଷ ହେଇଯାଇଛି। ତା ଭିତରେ ହେଲେ ଆପଣ ପକେଇ ପାରିବେ 21 ରୁ 38 ଭିତରେ। ଆପଣ ଦେଖିଦିଅନ୍ତୁ ଆପଣଙ୍କର ଯୋଉ 10th ସାର୍ଟିଫିକେଟ ଅଛି, ଆଧାର ବି ମ୍ୟାଚ୍ କରେଇ ଦିଅନ୍ତୁ। ଯଦି ଏଥିରେ ଡେଟ୍ ଅଫ୍ ବାର୍ଥ ଅଛି ଆପଣ ନିହାତି ଭାବରେ ଆବେଦନ କରନ୍ତୁ। ଏଥିରେ ଲେଖା ହେଇଛି ଏଜ୍ ଲିମିଟ୍ ସାଲ୍ ବି ରିଲାକ୍ସେସନ୍ ଅଛି 5 year ପାଇଁ। ସବୁ ଗଭର୍ଣ୍ଣମେଣ୍ଟ ଜବରେ ପ୍ରାୟ 5 year ମିଳୁଛି। ଏସିବିସି ପାଇଁ, ଆଉ ଏସି ପାଇଁ, ଏସଟି ପାଇଁ, ଓମେନ୍ ଆଣ୍ଡ ଏକ୍ସ ସର୍ଭିସ ମ୍ୟାନ୍। 10 year ଅଛି ଆମର ଡିଜାବିଲିଟି ଯୋଉମାନେ ଅଛନ୍ତି, ହ୍ୟାଣ୍ଡିକ୍ୟାପ୍ ଯୋଉମାନେ ଅଛନ୍ତି, ଯଦି 40% ଉପରକୁ ଅଛି ତାଙ୍କୁ 10 ବର୍ଷ ରିଲାକ୍ସେସନ ମିଳିବ। ଓକେ, ତ ଓଭରଅଲ୍ ଆମେ ହଁ ଦେଖିବା ଯୋଉଟାକି ଆମର ଡିଗ୍ରୀ ଥିଲା ବିଟେକ୍ ଆଉ ବ୍ୟାଚଲର ଇନ୍ ଇଞ୍ଜିନିୟରିଂ ରେ କୋଉମାନେ କରିପାରିବେ। ଇକ୍ୟୁଭାଲେଣ୍ଟ ଡିଗ୍ରୀ ଇନ୍ ଏନି ଇଞ୍ଜିନିୟରିଂ ଡିସିପ୍ଲିନ୍, ଆପଣ ଯେକୌଣସି କ୍ଷେତ୍ରରେ ଇଞ୍ଜିନିୟରିଂ କରିଥାନ୍ତୁ ସିଏ ଆପଣଙ୍କର କହିପାରିବେ ସିଭିଲ୍ ଇଞ୍ଜିନିୟରିଂ ହେଲା, ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂ ହେଲା, ଟେଲିକମ୍ୟୁନିକେସନ ଇଞ୍ଜିନିୟରିଂ ହେଲା, ୟା କମ୍ପ୍ୟୁଟର ସାଇନ୍ସ ଇଞ୍ଜିନିୟରିଂ ହେଲା। ତ ସେ କ୍ଷେତ୍ରରେ ଯଦି ଆପଣ ଯେକୌଣସି ଇଞ୍ଜିନିୟରିଂ କରୁଛନ୍ତି ବିଟେକ୍ ୟା ଫିର୍ ବି, ତ ସେ କ୍ଷେତ୍ରରେ ଆପଣ ଆପ୍ଲାଏ କରନ୍ତୁ, ଅବଭିୟସଲି ଜବ୍ କ୍ୱାଲିଫାଇ କରିପାରିବେ। ଏକ୍ସାମିନେସନ୍ ଫି ଲାଷ୍ଟ ଆମର 2022ରେ ଆସିଥିଲା ନୋଟିସଟି, ସେ ନୋଟିସରେ ଏକ୍ସାମିନେସନ୍ ଫି ରହିଛି। ବହୁତ ଆପଣ ଯଦି ନୋଟିସ୍ ଦେଖିପାରିବେ ଆମକୁ ନିହାତି ହ୍ୱାଟ୍ସଆପ୍ କରନ୍ତୁ, ଆମେ ଆପଣଙ୍କୁ କହିଦେବୁ ଫିସ୍ କେତେ ଅଛି। ୟା ଫିର୍ ଆପଣ ଡକୁମେଣ୍ଟ ସେଣ୍ଡ କଲେ ଆମେ ଅବଭିୟସଲି ଆପଣଙ୍କୁ ଫିସ୍ କହିଦେବୁ, ସେ ବିଷୟରେ ଟେନସନ୍ ନିଅନ୍ତୁନି, ଏଥିରେ ଡିସକ୍ଲୋଜ୍ କରାହେଇନି। ତ ମେଥଡ ଅଫ୍ ସିଲେକ୍ସନ, କେମିତି ସିଲେକ୍ସନ ହବ, ସିଲେକ୍ସନ କ୍ୟାଣ୍ଡିଡେଟ୍ ରିକ୍ୱାରମେଣ୍ଟ ଦ ପୋଷ୍ଟ ଅଫ୍ ଆସିଷ୍ଟାଣ୍ଟ ଇଣ୍ଡଷ୍ଟ୍ରିଜ୍ ଅଫିସର, ରିଟେନ୍ ବେସ୍ ଏକ୍ସାମ ରହିବ। ଆପଣ ଯୋଉଟାକି ଲେଖିବେ ଟୋଟାଲ, କମ୍ପ୍ୟୁଟର ବେସ୍ ନାହିଁ, ରିଟେନ୍ ଏକ୍ସାମ ଅଛି। ଆଉ ପର୍ସନାଲିଟି ଟେଷ୍ଟ ଇଣ୍ଟରଭ୍ୟୁ ରହିବ, ଯୋଉଥିରେ କି ଆପଣଙ୍କର ପର୍ସନାଲିଟିର ଟେଷ୍ଟ ସେମାନେ ଇଣ୍ଟରଭ୍ୟୁ କରିବେ ଯଦି ଆପଣ ରିଟେନ୍ ଏକ୍ସାମରେ କ୍ୱାଲିଫାଏ ହଉଛନ୍ତି। ତ ରିଟେନ୍ ଏକ୍ସାମର ଯୋଉ 2 papers ଅଛି, ପେପର 1, ପେପର 2। ପେପର 1 ଆପଣଙ୍କର ଜେନେରାଲ ଇଂଲିଶ, ଜେନେରାଲ ଆୱାରନେସ୍, ଜେନେରାଲ ଆପ୍ଟିଟ୍ୟୁଡ, ଯୋଉଟା କି ଆପଣଙ୍କର 100 ମାର୍କ ରହିବ, 100 ମାର୍କ ଭିତରେ ଆପଣଙ୍କର ଏକ୍ସାମ ରହିବ। ପେପର 2ରେ ଆପଣଙ୍କର ବେସିକ୍ ଇଞ୍ଜିନିୟରିଂ ଉପରେ ଯୋଉ କୋଶ୍ଚିନ୍ ଆସିବ, ଆପଣଙ୍କ ନର୍ମାଲ ଇଞ୍ଜିନିୟରିଂ ଉପରେ, ତ ସେ କ୍ଷେତ୍ରରେ ଯଦି କିଛି କୋଶ୍ଚିନ୍ ଆସିବ ଆପଣ ପ୍ରିପାରେସନ କରିପାରିବେ। 300 ମାର୍କ ଟୋଟାଲ ରହିବ ପେପର 2ଟା। ପେପର 2ଟା ନିହାତି ଭାବରେ ମହତ୍ୱପୂର୍ଣ୍ଣ କାହିଁକିନା ଟୋଟାଲ 300 ମାର୍କ ରହୁଛି। ବୋଥ ପେପର 1 ଆଣ୍ଡ ପେପର 2 ଆଲ୍ କନସିଷ୍ଟ ଦ ମଲ୍ଟିପଲ ଚଏସ୍ କୋଶ୍ଚିନ୍, ଏମସିକ୍ୟୁ ପ୍ୟାଟର୍ନ ରହିବ ପେପର 1 ଆଉ ପେପର 2। ପେପର 1 ସାଲ୍ କନସିଷ୍ଟ 100 କୋଶ୍ଚିନ୍, 100ଟି କୋଶ୍ଚିନ୍ ରହିବ, ଇଚ୍ କ୍ୟାରି 1 ମାର୍କ। ତାମାନେ ରିଟିନ୍ ଟେଷ୍ଟ ଯେହେତୁ ଆପଣଙ୍କର ଖାତା ପେନ୍ ଦରକାର, ତ ଗୋଟେ ମାର୍କକୁ ଗୋଟେ କୋଶ୍ଚିନ୍କୁ ଗୋଟେ ମାର୍କ। ଟାଇମ୍ ଡ୍ୟୁରେସନ୍ ପେପର 1 ରହିବ 2 ଘଣ୍ଟା, ପେପର 2ରେ 150ଟା କୋଶ୍ଚିନ୍ ରହିବ, 2 ମାର୍କ ଲେଖା, ଟୋଟାଲ 300 ରହିବ ମାର୍କ। ଟାଇମ୍ ଡ୍ୟୁରେସନ୍ ପେପର 2ର 3 ଘଣ୍ଟା ରହିବ। ନେଗେଟିଭ ମାର୍କ ଏଥିରେ ଅଛି, ଦେୟାର ସାଲ୍ ବି ନେଗେଟିଭ ମାର୍କିଂ ଫର୍ ଇଚ୍ ରଙ୍ଗ ଆନ୍ସର আর ରେସ୍ପନ୍ସ ୱିଥ୍ ଏ ଡିଡକ୍ସନ୍ ଅଫ୍ 25 ମାର୍କ ଆଲର୍ଟ। ତାମାନେ ଯଦି ଆପଣ 100ଟି କୋଶ୍ଚିନ୍ କରିଛନ୍ତି, 100ଟି କୋଶ୍ଚିନ୍ ଯଦି ଆପଣଙ୍କର 100ଟି ଭୁଲ ଅଛି, ସରି 100ଟି କୋଶ୍ଚିନ୍ ଯଦି ଆପଣଙ୍କର ଗୋଟିଏ କୋଶ୍ଚିନ୍ ଭୁଲ ରହୁଛି ତାହେଲେ 20% ମାର୍କ କଟିବ। ମନେ କରନ୍ତୁ ଆପଣ 100ଟି ମନେ କରନ୍ତୁ 50 ଆପଣଙ୍କର କୋଶ୍ଚିନ୍ ଆଟେମ୍ପ୍ଟ କରିଛନ୍ତି, 50ଟାରୁ ଆପଣଙ୍କର ମାର୍କ ହଉଛି 50। ଯଦି ଆପଣଙ୍କର ଗୋଟେ ଭୁଲ ହଉଛି ତାହେଲେ 25 ମାର୍କ ଆପଣ ଯେତିକି କରିବେ, 50ରୁ 25% ହେଲାନି। ଆପଣ ଭାବନ୍ତୁ 50ର 25% ଯେତିକି ହବ, 100ରେ 25% 25, 50ର 25% 12 ମାର୍କ କିନ୍ତୁ ଆପଣଙ୍କର କଟିବ। ତାମାନେ ବହୁତ ଟପ୍ ଲେଭେଲର କୋଶ୍ଚିନ୍ ରହିବ, ଆଉ ବହୁତ ହି ଟପ୍ ଲେଭେଲର ଆପଣଙ୍କର କହିପାରିବେ ଏକ୍ସାମ ରହିବ। ଆଉ ଧ୍ୟାନର ସହିତ ଆପଣଙ୍କୁ ପ୍ରିପାରେସନ କରିବାକୁ ପଡିବ, ନହେଲେ ଅବଭିୟସଲି ଆପଣ ଜବ୍ ହରାଇ ପାରନ୍ତି। ଆଉ ପେ ସ୍କେଲ୍ ଆପଣଙ୍କର ବୋଧେ ନିହାତି ଦେଖେଇଥିଲେ ଉପରେ, ଆମେ ମାର୍କ ଦେଖି ସାରିଲା ପରେ ପେ ସ୍କେଲ୍ ଦେଖିଦେବା। There shall not no deduction of unattempt questions.
ଯଦି ଆପଣ କିଛି କ୍ୱେଶ୍ଚିନ୍ସ ଛାଡ଼ି ଦେଇଛନ୍ତି ସେ କ୍ଷେତ୍ରରେ କୌଣସି ଡିଡକ୍ସନ୍ ନାହିଁ। ଓକେ। ତ ସିଲାବସ୍ ରିଟେନ୍ ଦ ଏକ୍ଜାମିନେସନ୍ ଟୁ ଏନକ୍ଲୋଜ୍ ଆନାକ୍ସର 1 ଆନାକ୍ସର 1 ରେ ଆପଣଙ୍କର ଟୋଟାଲ ଡିଟେଲ୍ସ ଅଛି। ତ ଓଭରଅଲ୍ ଏଇ ସବୁ ଜିନିଷ ଅଛି। ଆମେ ଓଭରଅଲ୍ ଜିନିଷ ଦେଖିଦେଲେ। ଯଦି ଆପଣଙ୍କର ଇଣ୍ଟରେଷ୍ଟେଡ୍ ଅଛନ୍ତି ନିହାତି ଭାବରେ ଆମକୁ ଯୋଗାଯୋଗ କରନ୍ତୁ। ଓକେ, ମନ୍ଥ ଜୁନ୍ 2025 ସୁଦ୍ଧା ଆସିଯିବ ଡେଟ୍ ଅଫ୍ ଏକ୍ଜାମିନେସନ୍। ଅଦର ଏଲିଜିବିଲିଟି କଣ୍ଡିସନ୍ ତ ଏସବୁ ଲେଖା ହେଇଛି। ଓଡ଼ିଆ ମିଡ଼ିୟମ୍ ହେଇଥିବା ଦରକାର ଅର୍ ଆପଣଙ୍କର ସପ୍ତମ ଶ୍ରେଣୀରେ ଓଡ଼ିଆ ଆଜି ସବଜେକ୍ଟ ଥିବା ଦରକାର ଏଜୁକେସନ୍ ସ୍କୁଲରେ ରେକଗ୍ନାଇଜେସନ୍ ବାଇ ଦ ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶା। ତ ବହୁତ ହି ପେଜ୍ର ଅଛି, 18ଟି ପେଜ୍ର ଅଛି। ଯଦି ଆପଣ ଚାହୁଁଛନ୍ତି ତାର ଫୁଲ୍ PDF ପାଇବା ପାଇଁ ତ ଗୋଟେ ଖାଲି ହ୍ୱାଟ୍ସଆପ୍ କରିଦିଅନ୍ତୁ, ଆମେ ନିହାତି ଭାବରେ ଆପଣଙ୍କୁ ଦେଇଦେବୁ। ତ ଆଶା କରୁଛି ଭିଡ଼ିଓରେ ବହୁତ ସାରା ଜିନିଷ ଆପଣ ଜାଣିଲେ, ଜବ୍ର ଅପଡେଟେଡ୍ ରହିଲେ। ନୂଆ ଭ୍ୟାକେନ୍ସି ଆସିଛି ପୁରା ଖୋଲିକି କହିଲି, ଏୟା ଜିନିଷ ଅଛି, ମେନ୍ ପଏଣ୍ଟ କହିଲି। ଆଉ ଟୋଟାଲ ଯଦି କହିବି ନିହାତି ଅଧଘଣ୍ଟା ଉପରେ ଟାଇମ୍ ଲାଗିବ, 18ଟା ପେଜ୍ ହେଲାଣି ପଢ଼ିଲା ବେଳକୁ ଟାଇମ୍ ଲାଗିବ। ତ ଓଭରଅଲ୍ ଆଶା କରୁଛି ଭିଡ଼ିଓଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥିବ ଭିଡ଼ିଓକୁ ଲାଇକ୍ କରନ୍ତୁ। ଯଦି ଆପଣ ୟୁଟ୍ୟୁବରେ ଆମ ଚ୍ୟାନେଲ୍ ଦେଖୁଛନ୍ତି, ୟୁଟ୍ୟୁବରେ ଯଦି ଆପଣ ଚ୍ୟାନେଲ୍ ଯେଉଁ ଭିଡ଼ିଓ ଦେଖୁଛନ୍ତି ନିହାତି ଭାବରେ ସବସ୍କ୍ରାଇବ୍ କରନ୍ତୁ, ଗୋଟେ ଲାଇକ୍ କରନ୍ତୁ, ଆମ ମନୋବଳ ବଢ଼ିବ। ତା ସହିତ ନୂଆ ନୂଆ ଭିଡ଼ିଓ ଆଉ ଏମିତି ଅପଡେଟ୍ ପାଇବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖନ୍ତୁ। ଯଦି ଆପଣ ଫେସବୁକ୍ରେ ଦେଖୁଛନ୍ତି ଓବିୟସଲି ଗୋଟେ ସେୟାର କରନ୍ତୁ। ଯଦି ହୁଏତ ଆପଣଙ୍କ ନିଡ୍ସ ନଥାଏ, ଦରକାର ନାହିଁ ଜବ୍, ଆପଣଙ୍କ ଫ୍ରେଣ୍ଡ ସର୍କଲ୍ ଫ୍ୟାମିଲିରେ କିଏ ବି ପ୍ରିପାରେସନ୍ କରୁଥିବେ OPSC ଲେଭେଲରେ, ତ ନିହାତି ଭାବରେ ସେମାନଙ୍କର ହେଲ୍ପ ଆସିବ। ତ ଆପଣଙ୍କର ନିହାତି ଭାବରେ ଗୋଟେ ସାହାଯ୍ୟ ଦରକାର। ପୁଣି ଦେଖା ହେବା ନୂଆ ଜବ୍ ପୋଷ୍ଟ ସହିତ। ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ଗୁଡ୍ ବାଏ।